ବାବା ବରାହଜୀଉଙ୍କ ମନ୍ଦିରରେ ଥିବା ଏଇ ଭବ୍ୟ ପଥର ପଛରେ କେଉଁ କେଉଁ ରହସ୍ୟ ଲୁଚିକି ଅଛି ଆସନ୍ତୁ ଦେଖଉଛି। ତ ହଁ ଗାଇସ୍, ମୁଁ ଆଜି ଗୋଟେ ଏମିତି ଜାଗାକୁ ଯିବା ପାଇଁ ବାହାରିଛି ଯେଉଁ ଜାଗାରେ କି ବହୁତ ପୁରାତନ ଯୁଗର ପ୍ରଥା ଏବଂ ପରମ୍ପରା ଏବେ ବି ଚାଲୁଅଛି। ଆଉ ସେଇ ଜାଗାକୁ ଯିବା ପାଇଁ ମତେ ଫାଷ୍ଟ ଆଳି ବଜାରକୁ ଯିବାକୁ ପଡିବ। ତ ସେଥିଲାଗି ମୁଁ ଜମା ଡେରି ନ କରି ଖରସ୍ରୋତା ନଦୀ ପାର କରି ଆସି ପହଞ୍ଚି ଗଲି ଆଳି ବଜାରରେ। ଆଉ ଏଠି ପହଞ୍ଚି ସାରିବା ପରେ ମୁଁ ବାହାରିକି ଚାଲିଗଲି ସେଇ ପ୍ରସିଦ୍ଧ ମନ୍ଦିର ଆଡକୁ। ତ ଆଳି ବଜାର ପାର କରି ସାରିବା ପରେ ମୁଁ ଫାଇନାଲି ପହଞ୍ଚି ଗଲି ବାବା ବରାହଜୀଉଙ୍କ ମନ୍ଦିର ପାଖରେ। ତ ଗାଇସ୍, ଇଣ୍ଟରନେଟରେ ଏହି ମନ୍ଦିର ବିଷୟରେ ମୁଁ ବହୁତ କିଛି ଶୁଣିଥିଲି, କିନ୍ତୁ ଏଇ ମନ୍ଦିରଟିକୁ ପାଖରୁ ଦେଖି ସାରିବା ପରେ ମତେ ମୋ ନିଜ ଉପରେ ବିଶ୍ୱାସ ହେଲାନି। ତ ସେଥିଲାଗି ମୁଁ ଜମା ଡେରି ନ କରି ସାଙ୍ଗେ ସାଙ୍ଗେ ବାହାରି ଗଲି ମନ୍ଦିରଟିକୁ ଏକ୍ସପ୍ଲୋର କରିବା ପାଇଁ। ଆଉ ମନ୍ଦିର ଭିତରେ ପହଞ୍ଚି ସାରିବା ପରେ ମୁଁ ପ୍ରଥମେ ଚାଲିଲି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ବିଶ୍ୱାସ କରିବେନି ଭାଇମାନେ, ପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ମନକୁ ବହୁତ ଶାନ୍ତି ମିଳିଲା। ଆଉ ତା ଛଡା ଭାଇମାନେ, ପ୍ରଭୁଙ୍କର ଏଇ ଭବ୍ୟ ମନ୍ଦିରଟି ବହୁତ କଳା ଏବଂ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଥିଲା। ତ ବାବା ବରାହଜୀଉଙ୍କୁ ଦର୍ଶନ କରିସାରିବା ପରେ ମୁଁ ସେଇ ପାଖରେ ଆହୁରି ଗୋଟେ ମନ୍ଦିର ଦେଖିବାକୁ ପାଇଲି, ଯେଉଁଠିକି ଜଗତର ନାଥ ଶ୍ରୀ ଜଗନ୍ନାଥ ବିରାଜମାନ ହେଇଥିଲେ। ଆଉ ଆଜି ଏହି ସ୍ଥାନ ଏବଂ ମନ୍ଦିର ଏବଂ ପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ମତେ ଭାରି ଆନନ୍ଦ ଲାଗିଲା। ତ ଏବେ ଚାଲନ୍ତୁ ଗାଇସ୍, ମୁଁ ଆପଣମାନଙ୍କୁ ସେଇ ରହସ୍ୟମୟ ଜିନିଷଟିଏ ଦେଖଉଛି ଯେଉଁ ଜିନିଷ ପାଇଁ ମୁଁ ଆଜି ଏଠିକୁ ଆସିଛି। ଆଉ ସେଇ ଜିନିଷଟି ହେଉଛି ବାବା ବରାହଜୀଉଙ୍କ ମନ୍ଦିରରେ ଅଛି ଗୋଟେ ବହୁତ ପୁରାତନ ଲୁହା ପଥର। ତ ଆପଣମାନେ ଏହି ପଥରଟିକୁ ଦେଖି ଭାବୁଥିବେ ଏଇଟା ଗୋଟେ ସାମାନ୍ୟ ପଥର ବୋଲି, କିନ୍ତୁ ଏଇଟା ସତ କଥା ନୁହେଁ ଭାଇମାନେ। ଏଠିକାର ଲୋକାଲ ଲୋକମାନଙ୍କର କହିବାର ଅଛି ଯେଉଁ ଲୋକମାନେ ପାପ କିମ୍ବା କୌଣସି ଅନ୍ୟାୟ ଅତ୍ୟାଚାର କରିଥିବେ ସେ ଲୋକମାନେ ଏହି ପଥରଟିକୁ କେବେ ବି ଉଠେଇ ପାରିବେ ନାହିଁ। ତ ଏମାନଙ୍କର ଏଭଳି କଥା ଶୁଣି ମୋର ବି ଇଚ୍ଛା ହେଲା ଏହି ପଥରର ରହସ୍ୟ ଜାଣିବା ପାଇଁ। ଆଉ ସେଥିଲାଗି ମୁଁ ଜମା ଡେରି ନ କରି ଚାଲିଗଲି ପଥରଟିକୁ ଉଠେଇବା ପାଇଁ। ତ ଗାଇସ୍, କହିବାକୁ ଗଲେ ପଥରର ୱେଟ ବହୁତ ଥିଲା, ସେଥିଲାଗି ମୁଁ କଷ୍ଟେ ମଷ୍ଟେ ଅଳ୍ପ କିଛି ଉଠେଇ ପାରିଲି। ଆଉ ଏତେ ସବୁ କିଛି ଟ୍ରାଏ କରି ସାରିବା ପରେ ମୋର ଫାଇନାଲି ଟାଇମ ହେଇଯାଇଥିଲା ଘରକୁ ଯିବାର। ତ ସେଥିଲାଗି ମୁଁ ମନ୍ଦିରର ଆଉ ସବୁ କିଛି ଜିନିଷ ସାଙ୍ଗେ ସାଙ୍ଗେ ଏକ୍ସପ୍ଲୋର କରିବାକୁ ଲାଗି ପଡିଲି। ଆଉ ସବୁ କିଛି ଦେଖା ଦେଖି କରି ସାରିବା ପରେ ମୋର ଫାଇନାଲି ଟାଇମ ହେଇଯାଇଥିଲା ଘରକୁ ଯିବାର। ତ ଗାଇସ୍, ଆପଣ ମାନେ ଏଠି କେବେ ଆସିଛନ୍ତି କି ନାହିଁ ମତେ ନିହାତି ଜଣେଇବେ। ଆଉ ଆଜିର ଭିଡିଓ ଯଦି ଆପଣ ମାନଙ୍କୁ ଭଲ ଲାଗିଥିବ ଫଲୋ ଗୋଟେ ନିଶ୍ଚୟ କରିବେ। ତ ଆଜି ପାଇଁ ଏତିକ, ରହିଲି ଭାଇମାନେ, ଜୟ ଜଗନ୍ନାଥ।